କିଛି ଦିନ ତଳେ ଆମେ ଯେଉଁ 5 ଜଣ ଆନ୍ତଃରାଜ୍ୟ ସାଇବର ଠକ ଗ୍ୟାଙ୍ଗ ଆରେଷ୍ଟ କରିଥିଲୁ। ତା ଉପରେ ଆମେ ନ୍ୟାସନାଲ ଲେଭେଲରେ ପ୍ରେଜେଣ୍ଟେସନ ମଧ୍ୟ ଦେଇଥିଲୁ। ଏଥିରେ ଆମର ସାଇବର ଭୁବନେଶ୍ୱର ସାଇବର ଥାନା, ବାଙ୍ଗାଲୋରର 2 ଜଣ ଏବଂ ଗୌହାଟୀ ଅଫ୍ ତ୍ରିପୁରାର 3 ଜଣ, ଟୋଟାଲ 5 ଜଣକୁ ଗିରଫ କରାଯାଇଥିଲା। ଏଇଟା ମେନଲି ହେଇଥିଲା ଗୋଟେ ଯେଉଁ ଫେଡେକ୍ସ କୁରିୟର ସ୍କାମ୍, ଯେଉଁଥିରେ ଆମର ଭୁବନେଶ୍ୱରରେ ଜଣେ ବ୍ୟକ୍ତିଙ୍କୁ ଫୋନ୍ ଆସିଥିଲା ଯେ ତାଙ୍କର ଫୋନ୍ ନମ୍ବର ବ୍ୟବହାର କରାଯାଇଛି ଗୋଟେ କୁରିୟରରେ, ଯେଉଁଥିରେ ମାଦକ ଦ୍ରବ୍ୟ ରହିଛି। ଏବଂ ତାପରେ ସେମାନେ କହିଥିଲେ ଯେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚକୁ ସେମାନେ କଣ୍ଟାକ୍ଟ କରିବେ। ତାପରେ ଠକମାନେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ଅଧିକାରୀ ହିସାବରେ ସ୍କାଇପ୍ରେ ଭିଡ଼ିଓ କଲ୍ କରିଥିଲେ। ସେଥିରେ ତାଙ୍କର ପୋଷାକ ମଧ୍ୟ ପୋଲିସ ପୋଷାକ ପିନ୍ଧିଥିଲେ, ଡୁପ୍ଲିକେଟ୍ ଯେଉଁ ତାଙ୍କର ପୋଲିସ ଆଇ କାର୍ଡ଼ ମଧ୍ୟ ଦେଖାଇଥିଲେ ଏବଂ ତାଙ୍କ ନାଁରେ ଏଫଆଇଆର୍ ହେଇଛି କରିକି ମିଛ ଏଫଆଇଆର୍ ମଧ୍ୟ ଦେଖାଇଥିଲେ। ସେ ଭିକ୍ଟିମ୍କୁ ଭୟଭୀତ କରିକି ରଖିଥିଲେ ଏବଂ ତାଙ୍କୁ ଆରେଷ୍ଟ ହେବାର ଭୟ ଦେଖାଇଥିଲେ ଏବଂ ଆରେଷ୍ଟ ୱାରେଣ୍ଟ ମଧ୍ୟ ଦେଖାଇଥିଲେ। ଭିକ୍ଟିମ୍ 3 ଦିନ କାଳ ଡିଜିଟାଲ ଆରେଷ୍ଟ ଆମେ ଯେଉଁ କହୁଛେ, ସେମାନେ ଡିଜିଟାଲ ଆରେଷ୍ଟ କରିକି ରଖିଥିଲେ ଏବଂ ତାପରେ ସେ କେସ୍ରୁ ମୁକୁଳିବା ପାଇଁ ସେମାନେ 3 କିସ୍ତିରେ ବ୍ୟାଙ୍କକୁ ଯାଇ ଆର୍ଟିଜିଏସ୍ ମାଧ୍ୟମରେ 25 ଲକ୍ଷ ଟଙ୍କା ଟ୍ରାନ୍ସଫର ମଧ୍ୟ କରିଥିଲେ। ଟ୍ରାନ୍ସଫର କରିବାର 5 ଦିନ ପରେ ଆମ ପାଖରେ ଏତଲା ହେଇଥିଲା। ଏତଲା ହେଲା ପରେ ଆମେ ସେ କେସ୍ର ତଦନ୍ତ ଆରମ୍ଭ କରିଥିଲୁ ଏବଂ ପ୍ରଥମେ ଆମେ ଜାଣିବାକୁ ପାଇଥିଲୁ ଯେ ଭୁବନେଶ୍ୱରରେ ଗୋଟେ ମ୍ୟୁଲ୍ ଆକାଉଣ୍ଟ, ଯେଉଁଟା କର୍ପୋରେଟ୍ ଆକାଉଣ୍ଟ ଜଣେ ମହିଳା ଆଉଟଲେଟ୍ କରିଥିଲେ, ସେଥିକୁ ପଇସା ଟ୍ରାନ୍ସଫର ହେଇଥିଲା ଏବଂ ସାଙ୍ଗେ ସାଙ୍ଗେ ବାହାରି ମଧ୍ୟ ଯାଇଥିଲା। ସେ ମହିଳାଙ୍କୁ ଗିରଫ କଲା ପରେ, ଗିରଫ ନୁହଁ, ତାଙ୍କୁ ଯେତେବେଳେ ଆମେ ପିକଅପ୍ କଲୁ, ଇଣ୍ଟରୋଗେସନ୍ କଲୁ, ସେ କୋଅପରେଟ୍ ମଧ୍ୟ କଲେ ଆମର ତଦନ୍ତରେ ଏବଂ ସେ କହିଲେ ଯେ ଜଣେ ଏଜେଣ୍ଟ ତାଙ୍କୁ କର୍ପୋରେଟ୍ ଆକାଉଣ୍ଟ ଖୋଲିବା ପାଇଁ ସହାୟତା କରିଥିଲେ ଏବଂ ଖୋଲିଲା ପରେ ଏଇଟା ଗେମିଂ ପର୍ପସ୍ରେ ବ୍ୟବହାର ହେବ ଏବଂ ଗେମିଂ ପର୍ପସ୍ରେ ଯେଉଁ ପଇସା ଆସିବ ସେଥିରୁ ସେ କମିଶନ ପାଇବେ ବୋଲି ତାଙ୍କୁ କହିଥିଲେ। ଏବଂ ତାପରେ ଆମ ତଦନ୍ତରେ ପ୍ରୋଗ୍ରେସ୍ କରି ନେକ୍ସଟ ଲେୟାର ଯେଉଁ ଏଜେଣ୍ଟ ତାଙ୍କ ପାଖକୁ, ତାଙ୍କୁ ମଧ୍ୟ ଆମେ ଇଣ୍ଟରୋଗେସନ୍ କରିଥିଲୁ ଏବଂ ତାପରେ ତାର ଉପର ଲେୟାର ଯେଉଁଟା ଫେକ୍ ପୁଲିସ ହେଇଥିଲେ ବାଙ୍ଗାଲୋର, ସେଇ 2 ଏବଂ ତା ଉପର ଲେୟାର ଯେଉଁମାନେ ଗୌହାଟୀରେ ଏବଂ ତ୍ରିପୁରାରେ ଥିଲେ 3 ଜଣ, ସେମାନଙ୍କୁ ଟୋଟାଲ ଆମେ 5 ଜଣ ଗିରଫ କରିଥିଲୁ ଏବଂ ଯେଉଁମାନେ ଆମର ମ୍ୟୁଲ୍ ଆକାଉଣ୍ଟ ତାଙ୍କୁ ଆମେ ଏଥିରେ ସାକ୍ଷୀ ମଧ୍ୟ କରିଛୁ। ଏଥିରେ ଟୋଟାଲ ଆମେ ଯେତେବେଳେ ସେ 5 ଜଣ ଠକଙ୍କୁ ଗିରଫ କଲୁ, ତାଙ୍କର ଯେଉଁ ମୋବାଇଲ ଚାଟ୍, ଯେଉଁ ବ୍ୟାଙ୍କ ଆକାଉଣ୍ଟ ସେମାନେ ୟୁଜ୍ କରିଥିଲେ, ଯେଉଁ କ୍ରେଡିଟ୍ କାର୍ଡ଼ ବା ଯେଉଁ ଡେବିଟ୍ କାର୍ଡ଼ ତାଙ୍କ ପାଖରେ ଥିଲା, ଚେକ୍ ବୁକ୍ ଥିଲା ଏବଂ ଯେଉଁ ସିମ୍ କାର୍ଡ଼ ଥିଲା, ସେସବୁର ଆମେ ଆନାଲିସିସ୍ କରିଥିଲୁ, ନ୍ୟାସନାଲ ପୋର୍ଟାଲରେ ଆମେ ସର୍ଚ୍ଚ କରିଥିଲୁ ଏବଂ ସବୁ ତାଙ୍କ ଚାର୍ଟରୁ ମଧ୍ୟ ବ୍ୟାଙ୍କ ଆକାଉଣ୍ଟ ବାହାର କରିଥିଲୁ। ସବୁ ଟୋଟାଲ ହେଲା ପରେ ଆମେ ଜାଣିବାକୁ ପାଇଥିଲୁ ଯେ ଏଇଟା ଗୋଟେ ବିରାଟ ଇଣ୍ଟରନ୍ୟାସନାଲ ରାକେଟ୍। ୟାର ନେକ୍ସଟ ଲେୟାରଟା ଫରେନ୍ କଣ୍ଟ୍ରିରୁ ଅପରେଟ୍ ହେଉଛି ଆଉ ମୋଷ୍ଟଲି ଯେଉଁ ଆଇପି ଆଡ୍ରେସ୍ ୟୁଜ୍ ହେଇଛି ଯେଉଁ ତାଙ୍କର କ୍ରିପ୍ଟୋରେ ଟ୍ରାଞ୍ଜାକ୍ସନରେ, ସେଇଟା ମୋଷ୍ଟଲି ଚାଇନା ଆଉ ହଂକଂର ଆଇପି ଆଡ୍ରେସ୍ ଜଣାପଡ଼ିଛି। ଏବଂ ଏଥିରେ ଟୋଟାଲ ଆମେ ଜାଣିବାକୁ ପାଇଥିଲୁ ଯେ ଏଇ ଯେଉଁମାନଙ୍କର ଯେତିକି ବ୍ୟାଙ୍କ ଆକାଉଣ୍ଟ, ପାଖାପାଖି 173ଟା ମ୍ୟୁଲ୍ ଆକାଉଣ୍ଟ ଏବଂ ତାଙ୍କର ଯେତିକି ସିମ୍ କାର୍ଡ଼ ବାହାର ଥିଲା, ଫୋନ୍ ୟୁଜ୍ ହେଇଥିଲା, IMEI ନମ୍ବର, ସେଥିରୁ ଟୋଟାଲ ଆମେ ଜାଣିବାକୁ ପାଇଥିଲୁ ଯେ ଅଲ୍ ଓଭର ଇଣ୍ଡିଆ ପାଖାପାଖି 4600ଟା କମ୍ପ୍ଲେଣ୍ଟ ତାଙ୍କ ନାଁରେ ରହିଛି ଏବଂ ସେଥିରୁ ଟୋଟାଲ 178ଟା ଏଫଆଇଆର୍ ମଧ୍ୟ ଫର୍ମାଲି 25ଟା ରାଜ୍ୟରେ ରେଜିଷ୍ଟର୍ଡ ହେଇଛି। ତେଣୁ ସେଟା ହେଲା ପରେ ଆମେ ସବୁ ରାଜ୍ୟକୁ ତାଙ୍କର ଡିଟେଲ ଲିଷ୍ଟ କରି କେଉଁ ବ୍ୟାଙ୍କ ଆକାଉଣ୍ଟ ୟୁଜ୍ ହେଇଛି ଆମେ ତାଙ୍କୁ ଜଣାଇଥିଲୁ ଏବଂ ତାପରେ ଯେତେବେଳେ ଫ୍ରଡ୍ ମାନଙ୍କୁ ଆମେ ରିମାଣ୍ଡରେ ଆଣିଥିଲୁ 3 ଦିନ, ସେତେବେଳେ ଅନ୍ୟ ରାଜ୍ୟର ପୁଲିସ ଆସିକି ଫିଜିକାଲି ମଧ୍ୟ ଇଣ୍ଟରୋଗେଟ୍ କରିଥିଲେ। ଯେଉଁମାନେ ଫିଜିକାଲି ଆସିନଥିଲେ ଆଉ 15ଟା ଖଣ୍ଡେ ପୁଲିସ ୟୁନିଟ୍, ତାଙ୍କୁ ଆମେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟ ଇଣ୍ଟରୋଗେଟ୍ କରିବାକୁ ସୁଯୋଗ ଦେଇଥିଲୁ ଏବଂ ଏଇଟା ହେଲା ପରେ ବର୍ତ୍ତମାନ ଅନେକ ପୁଲିସ ଏମାନଙ୍କୁ ଅଲରେଡ଼ି ରିମାଣ୍ଡ ଆପ୍ଲାଏ କରିଛନ୍ତି SDGMଙ୍କ କୋର୍ଟରେ ଏବଂ କେତେ କେସ୍ରେ ଅଲରେଡ଼ି ସେମାନେ ରିମାଣ୍ଡ ଦେଇସାରିଛନ୍ତି। ତେଣୁ ଏଥିରେ ଟୋଟାଲ ଆମର ଯେଉଁ ଆମର 178ଟା ଏଫଆଇଆର୍ ହେଇଛି ଏବଂ ଟୋଟାଲ ଯେଉଁ ପାଖାପାଖି 4600 କମ୍ପ୍ଲେଣ୍ଟ ବିଭିନ୍ନ ରାଜ୍ୟରେ ହେଇଛି, ଟୋଟାଲ ଆମେ ଯେଉଁ ଜାଣିବାକୁ ପାଇଥିଲୁ ଟୋଟାଲ ଆମାଉଣ୍ଟ ଯେଉଁ ଇନଭଲ୍ଭ ସେଇଟା ପାଖାପାଖି 36 କୋଟି ଟଙ୍କା ରହିଛି। ଏଥିରେ ପଇସାଟା ସେମାନେ ନେଇଗଲା ପରେ ମ୍ୟୁଲ୍ ଆକାଉଣ୍ଟକୁ ପୁଣି ଅନ୍ୟ ମ୍ୟୁଲ୍ ଆକାଉଣ୍ଟକୁ ଟ୍ରାନ୍ସଫର କରନ୍ତି ଏବଂ ସେଥିରୁ କ୍ରିପ୍ଟୋ ବାଇନାନ୍ସ ବୋଲି ଯେଉଁ କ୍ରିପ୍ଟୋ କରେନ୍ସି ଅଛି ତା ଜରିଆରେ ବାହାର କଣ୍ଟ୍ରିକୁ ପଠାଇ ଦେଉଥିଲେ। ଯେଉଁ ଆମର ଚତୁର୍ଥ ଲେୟାର ଯେଉଁଟା କହିବା ଆମେ ଗୌହାଟୀ ତ୍ରିପୁରାରେ ଅଛନ୍ତି, ତାଙ୍କର କାମ ହେଉଥିଲା ପଇସାଟାକୁ କ୍ରିପ୍ଟୋରେ ବାହାର କଣ୍ଟ୍ରିକୁ ପଠାଇ ଦେଉଥିଲେ ଏବଂ ଏମାନେ ଯେ ଅପରେସନ୍ ପାଇଁ
बाहर जो फरेन ऑपरेटिव टर्मरू से कमिशन आकार पैसा तेणु एति कहवा जो मेन आम लास्ट 6 मास धरिकी जो आम भुवनेश्वर साइबर थाना पाखापाखि 2400 कंप्लेन आम तार एनालिसिस कला जाना पाइलु जो 2 प्रकार केस रे अधिक वैल्यूर ट्रांजैक्शन हो गोटे हूँ जोटा आम कहे डिजिटल अरेस्ट विभिन्न प्रकार आइदर मादक द्रव्य आपण कुरियर आपण टेलीफोन नंबर मनी लॉन्ड्रिंग यूज होती टाइप भयभीत कर गोटे मिछ पुलिस आपण को वीडियो कॉल रे भयभीत करेंगे अरेस्ट धमक देवे एवं से टाइप केस रे बहुत अमाउंट ट्रांजैक्शन होची आउ गोटे रोचे जोटा इन्वेस्टमेंट स्कैम रे प्रथम से अलग पैसा आप 1000 लगे 1200 दे दउछन 2000 हेले 2500 दे देवे खूब शीघ्र पाइला परे लोकंगर गोटे भरोसा हो जाउची तापर जतले बहुत अमाउंट लगाउछन तापर आउ ठक माने न करैकी पैसाटा को लूट कर नउछन तेणु आम जनसाधारण को अनुरोध करूँ जे 2 प्रकार जो डिजिटल अरेस्ट कौन सी पुलिस आपण को वीडियो कॉल रे इंटरोगेशन करके पैसा मागियो नहीं जदि पैसा मागुछन निश्चित भाव में डुप्लिकेट पुलिस बोली भावी नियंतु और निकटस्थ पुलिस स्टेशन बा हमर जो पुलिस कंट्रोल रूम रही 112 ताको डायल करंतु और इन्वेस्टमेंट जो जेकोसी लिंक आसुची ऑफर आसुची कौन सी इन्वेस्टमेंट इतने शीघ्र बढ़ेनि मन रखिए और इन्वेस्टमेंट जदि शीघ्र पैसा किए दौची निश्चित भाव में फ्रॉड बोली मन करेंगे आउ गोटे जगह रोचे जदि आपणकर फ्रॉड शिकार हेले पैसा हरई ताले संगे संगे थाना कि बैंक जीवा आवश्यकता नहीं सबुठ प्रथम आमर जो पोर्टाल रही 1930 कॉल सेंटर नंबर सेटा को प्रथम डायल करंतु 1930 को कले से जो ट्रांजैक्शन टा संगे संगे आम ब्लॉक करिवार सक्षम होबु बेसिकली म्यूल अकाउंट है गोटे लोक आम म्यूल अकाउंट क्या कहे जे जड़े लोक जमी केस रे जड़े महिला सी गोटे कॉर्पोरेट अकाउंट खोले सी कौन कंपनी कौन जानी ना ये अकाउंट कौन कहीं यूज हो कहले जे एटा गेमिंग रे यूज हो गेमिंग रे यूज हेला आपन कमिशन मिलियो एवं से खोलिला परे बैंक रो चेक बैंक रो एटीएम कार्ड बैंक रो जो मोबाइल नंबर जोटा रजिस्टर्ड मोबाइल नंबर से सब साइबर क्रिमिनल को हस्तांतर कर देबे तेणु यही टाइप कहला जे एथरे जहाँ आसो से कमिशन मिले तेणु यहाँ जो क्राइम रे यूज हो प्रथम जो आप बैंक अकाउंट खोलुंट आप रेस्पॉन्सिबिलिटी से कौन हो जदि इलीगल काम है जी बैंक अकाउंट खोली सी ही रेस्पॉन्सिबल रही तेणु यहाँ को आम म्यूल अकाउंट कहे मुझे खोलीदेली कि तार ऑपरेशन मो पाखे ना यहाँ को क्रिमिनल पाक ऑपरेशन आम देदेले तेणु क्रिमिनल माने यही अकाउंट रे जो आपको ठकुंट डिजिटल अरेस्ट करी अकाउंट रे ही पैसा नौ तेणु यही आपण अकाउंट क्रिमिनल एक्टिविटी व्यवहार होते आपणकर जो जी म्यूल अकाउंट धरी क्रिमिनल लायबिलिटी आसूची तेणु आम जनसाधारण को अनुरोध करूँ जे आप एक टाइप जो ठक अकाउंट आम कहीपर म्यूल अकाउंट कहीपर निज ना खोलतु ना आ खोलिक जदि अन्य को अपराधी को बढ़िया दौरान गेमिंग ना कौन प्रकार ना आदि अपराधिक कार्यकलाप हो जी अकाउंट होल्डर सी ही दायी रही।